ଶାଗ ଗୋଟେ ଏମିତି ଜିନିଷ ଖାଇ ବସିବ ହିଁ ଭାଜିବାକୁ ପଡ଼େ। ଆଉ ଶାଗକୁ ଦେଖନ୍ତୁ ଭାଜି ଦେଉଛି, କାରଣ ଏ ଶାଗରେ ବିଲକୁଲ ପାଣି ବାହାରିଲାନି, ମାନେ ପାଣି ଦବାକୁ ବୋଧେ ପଡ଼ିଥାନ୍ତା, ମୁଁ ଆଉ ଦେଲିନି, ଯାହା ଯେମିତି ହେଇଥିବ ଦେଖାଯିବ। ଆଉ ଏଠି ବାଇଗଣକୁ ଦେଖନ୍ତୁ ଭାଜି ଦେଇଛି, ବହୁତ ପୋକ ବାହାରିଲା, 5ଟା 6ଟା ବାଇଗଣ ସେତିକି ବାହାରିଲା। ଏଠି ମୁଁ ତଡ଼କା ଭେଦେଇଛି ଦେଖନ୍ତୁ ରାତି ପାଇଁ, ରାତିରେ ତଡ଼କା ରୁଟି ହେବ ଆଉ ଖିଆଯିବ। ଏଠି ଭାତ ଯେଉଁ ଆଣିଥିଲେ ତାକୁ ଥଣ୍ଡା କରି ପଖାଳି ଦେଇଛି, ଖାଲି ଦହି ପଡ଼ିବ ଖାଇଲା ବେଳକୁ। ଆମ୍ବ ଏଠି ରଖାହେଇଛି, ଗୋଟେ କଟା ଯିବ। ଆଉ ପିକୁନ ତ ଆମ୍ବ ନହେଲେ ଭାତ ଖାଇବନି। ଆଉ ଏଠି ମୁଁ ଗୀତ ଶୁଣି ଶୁଣିକି ଦେଖନ୍ତୁ ମୁଁ ମାନେ ଏପଟରେ ରୋଷେଇ କାମ କରେ। ଆଉ ଫ୍ରିଜରେ ଆମର 10 କିଲୋ ଟମାଟର ଆସିଥିଲା, ପାଚିଲା ଟମାଟର, ସବୁ ଖରାପ ହେଇଯାଇଛି। ଆଉ କେତେ ଖାଇବ। ଆଉ ଏଠି ଦେଖନ୍ତୁ ଆମ ପଡ଼ିଶା ଘରକୁ ଯାଇଥିଲେ, ତାଙ୍କର ଘରକୁ ଜଣେ ବଢ଼ି ଦେବା ପାଇଁ ଆସୁଥିଲେ, ସେଇଠୁ ବଢ଼ି ନେଇକି ଆସିଛନ୍ତି। ଆଉ ଫାଷ୍ଟ ଟାଇମ୍ ଏ ବଢ଼ି ଖାଇବୁ, କେବେ ତ ଖାଇନୁ, ଦେଖାଯାଉ। ସେ ତ ଦେଇଛନ୍ତି, କିଣିକି ଆଣିଛୁ, ଆଉ ଟେଷ୍ଟ କରିବୁ, ଯଦି ଭଲ ଲାଗିବ ନେକ୍ସଟ ଟାଇମ୍ ଆଣିବୁ। ଆଉ ଏଠି ବି ଆଳୁ ଦେଖନ୍ତୁ ପୋଡ଼ା ହେଇକି ରଖାହେଇଛି, ଚକଟା ହେବ ଏବେ। ଆଉ ଇଏ ତାରେ ସ୍କୁଲ ଛୁଟି ହେଲା ପରଠୁ ଖାଲି ଶୋଉଛି, ବୁଲୁଛି, ମୋବାଇଲ ଦେଖୁଛି, ବାସ୍ ତାର ଏତିକି କାମ, ଆଉ କିଛି ନାହିଁ। ଆଉ ବଢ଼ିଟା ମୁଁ ଆଜି ଫାଷ୍ଟ ଭାଜିଲି, କାଲି ତ ଆଣିଲେ ରାତିରେ, ତାକୁ ମୁଁ ଭାଜୁଛି ଦେଖନ୍ତୁ ଟିକେ ତେଲ ଦେଇକି। ବେଶୀ ଏଇଟା ଗୋଟେ ଜିନିଷ ଦେଖିଲି କ'ଣ ନା, ତେଲ ବେଶୀ ପିଉନି ଏ ବଢ଼ିଟାରେ। ଏଥିରେ ଦେଖନ୍ତୁ ବହୁତ ଟେଷ୍ଟ ତ ଲାଗିବ, କ'ଣ କରିବ ମୁଁ ଜାଣିନି, ଖାଇନଥିଲି। ଆଉ ଫାଷ୍ଟ ଛାଣୁଛି, ଏତିକି ଛାଣିଲି, ବର୍ତ୍ତମାନ ଗୋଟେ ଗୋଟେ ଆମେ ସମସ୍ତଙ୍କୁ ଦେବୁ, ଖାଇବେ, ଦେଖିବା କ'ଣ ଲାଗୁଛି। ଆଉ ବଢ଼ିଆ ଦେଖାଯାଉଛି, ଆଉ ଖାଇଲା ପରେ ଜଣାପଡ଼ିବ କେମିତି ଲାଗୁଛି। ତାପରେ ନେକ୍ସଟ ଟାଇମ୍ ଆଣିବୁ ଆଉ।